ढोके पी दंडे जीइछन्ति आलु चाषी ठिकना समय मिलुनी बिहन उत्पादन पर नहीं बजार व्यवस्था नहीं शीतल भंडार अभावी बिक्री जोगु चाषर मुह फेराई नेउछन्ति चाषी। धनंजय गिरी आमर समस्या हूँ आलु बिहन आमर अक्टोबर लास्ट सुधा आम लगे कथा आम जमीर आर्द्रता रहे बर्तमान आम प्रथम आगे जो चंद्रकोणार बिहन आनलु से आमको 30 टका 35 टका आम बिहन खर्च लगे आम जदि सरकारी सहायता पाई पार आगु तेज आम 20 टकर बिहन पाई पार आम अधिक अमल कर बर्तमान जो समस्या आम आर्द्रता कमी बर्तमान कमीगला जमी प्रस्तुति जो भाव करते पुणी माने दोहरा प्रस्तुति करा पड़ी एवं आलू जे लेट हो जा फल कि आम जे केते माने आमर अमल जो कमी तार भी किसी से आम चाषी सब लस खाऊ बिहनटा ठीक टाइम पहुँची पारूनी मार्केटिंग आम ठीक भाव पाई पारूनी
ଆଳୁ ଆସିବା ଲେଟ୍ ହେବା ଦ୍ୱାରା ଆମେ ଲଗିଲେ ଲେଟ୍ର କିନ୍ତୁ ତାପରେ ମାର୍କେଟିଂ ମଧ୍ୟ ଆମେ ଠିକ୍ ଭାବରେ ପାଇପାରୁନୁ। ଯେ ଚାଷୀ ଆଗୁଆ ଯେ ଲଗୁଛନ୍ତି ସେ ଚାଷ ଆଗୁଆ ମାର୍କେଟିଂ ମଧ୍ୟ ସେମାନେ ପାଇପାରୁଛନ୍ତି, ଅଧିକ ଅମଳ କରିପାରୁଛନ୍ତି ବା ଅଧିକ ମାର୍କେଟିଂ ମଧ୍ୟ ହେଇପାରୁଛି, ଅଧିକ ରେଟ୍ରେ ବିକ୍ରି କରିପାରୁଛନ୍ତି। ସେଇଥିପାଇଁ ଆମର ଚାଷୀ ସବୁବେଳେ ଲସ୍ ଖାଇଯାଉଛି। ମୋ ନାଁ ଦିଲ୍ଲୀପ କୁମାର ସେନାପତି, ଗୋସାଇ ବାଲିଆପାଳ ସନ୍ଦେଶ ସଭ୍ୟ। କ'ଣ ହେଇଛି ଆଳୁ ସମସ୍ୟା? ଆଳୁ ସମସ୍ୟା ଆମର ମେନ୍ ହେଉଛି ଏଠି ବିହନର ପ୍ରୋବ୍ଲେମ୍। ବିହନ ଆମେ ଏଠି ଲୋକାଲ ମାର୍କେଟ ଆଣିବା, ଆମେ ବହୁତ ଦୂରିଆରୁ ଆଣୁଛେ, ଚୂରାରେ ଆସୁଛି, ଯାହାକୁ 35 ଟଙ୍କା 40 ଟଙ୍କା କେଜିରେ ପଡ଼ୁଛି। କିନ୍ତୁ ଆମର ଗଭର୍ଣ୍ଣମେଣ୍ଟ ଯେଉଁ ସହାୟତା ଦେବା କଥା ସେଇ ଟାଇମ୍ରେ ଆମ ପାଖରେ ବିହନ ପହଞ୍ଚିଲା ନାହିଁ। ଆମର ଅକ୍ଟୋବର ଲାଷ୍ଟ ସୁଦ୍ଧା ଆଳୁ ଲଗା ସରିଯାଏ। ତେଣୁ ସେଇଭଳିଆ ଚାଷୀମାନେ ପ୍ରସ୍ତୁତ ହେଇକି ସବୁ ଜମି ତିଆରି କଲେ, କିନ୍ତୁ ତିଆରି କଲା ପରେ ଆଳୁ ବିହନ ଆସିଲା ଆମର ନଭେମ୍ବର ଲାଷ୍ଟ ୱିକ୍ରେ, ଯାହାଫଳରେ କି ଜମିରେ ଆର୍ଦ୍ରତା କମିଗଲା। ତାପରେ ଏବଂ ଚାଷୀମାନେ କିଛି ଲୋକ ଚାଷୀ ଯେଉଁମାନେ ଅଛନ୍ତି, କିଛି ପଇସା ଅଛି, ସେମାନେ କିଛି କିଣିକି ଆଣିପାରିଲେ, କିନ୍ତୁ ଜଣେ ଗରିବ ଚାଷୀ ବିହନ ଆଣିପାରିଲେନି, ଯାହାଫଳରେ ତାଙ୍କର ଜମିରେ ଆର୍ଦ୍ରତା କମିଲା। ତେଣୁ ଏବେ ବିହନ ପର୍ଯ୍ୟନ୍ତ ଲଗେଇବେ, ପୁଣି ଦୋହରା ଖର୍ଚ୍ଚ କରିବେ, ମାନେ ସେ ପାଣି ମୋଡ଼େଇବେ, ଲଙ୍ଗଳ କରିବେ, ପୁଣି ସାର ବୁଣେଇବେ, ତେଣୁ ଡବଲ ଖର୍ଚ୍ଚ ସେମାନେ, ଏବଂ ଯାହାଫଳରେ କି ଆଳୁ ଲେଟ୍ ହେଲା, ଲେଟ୍ ପାଇଁ ଆଳୁର ଅମଳ ମଧ୍ୟ କମିଯିବ। ଶୀତ ଯେତେବେଳେ କମିଯିବ ଆଳୁର ଅମଳଟା ନିଶ୍ଚୟ କମିବ ଏବଂ ଅଧାରୁ ଅଧିକ ଆମର ଅମଳଟା କମିଯିବ। ଚାଷୀ ମାନେ ବହୁତ ଲସ୍ ଖାଇବେ। ଘର କ'ଣ? ଘର ହଉଛି ଗଡ଼ସାଇ ବାଲିଆପାଳ, ନାମ ହଉଛି ସୁବଳ କୁମାର ସାହୁ। ଏ ବର୍ଷ ଅକ୍ଟୋବର ମାସ ଯେଉଁ ଆଳୁ ବିହନ ଲଗାଯିବା କଥା, ସେତକୁ ଜଳ ସାର ଆମେ ସେଲୁର ବୁଡ଼ିକି ସେତକୁ ସାର ଜଳ ଦେଇ ସାରିଲେ, କିନ୍ତୁ ଗଭର୍ଣ୍ଣମେଣ୍ଟରୁ ଆଳୁ ବିହନ ଆସିଲା ନାହିଁ କୌଣସି ପ୍ରକାରେ। ଯେହେତୁ ନ ଆସିଲା, ସେ ଆଳୁ ବିହନ ଖର୍ଚ୍ଚ ହେଇଗଲା, ପୁଣି ଜଳ ବୁଡ଼ା ଗଲା, ସାର ଦିଆଗଲା, ପୁଣି ଆଳୁ ବିହନ ବହୁତ ଲେଟ୍ରୁ ଆସିଲା। ଲେଟ୍ରୁ ଆସିବା ପରେ ଆଳୁ ବିହନ ଏବେ ଲଗାଗଲା। ଲଗାଯିବା ବେଳକୁ ଏ ବର୍ଷ ଆଳୁ କେବଳ ଆମଦାନୀ ସେତେ ଆସିବ ନାହିଁ କୌଣସି ପ୍ରକାର। ଏ ବର୍ଷ ଚାଷୀ ବହୁତ ଲସ୍ ଖାଇଗଲା। ଭାଇ ଟିକେ ପରିଚୟ ଦେବେ, ଘର କ'ଣ କରିବେ? ମୁଁ ହେଲି ଧ୍ରୁବଜ୍ୟୋତି ଗିରି, ଗଡ଼ସାଇ ବାଲିଆପାଳ ସରପଞ୍ଚ। କ'ଣ ଆଳୁ ସମସ୍ୟାରେ ଚାଷୀମାନେ ଯେଉଁ ହଇରାଣ କରୁଛନ୍ତି, ବିହନ ପାଉନାହାନ୍ତି, କ'ଣ ସେ ସମ୍ପର୍କ କହିବେ ଟିକେ? ଦେଖନ୍ତୁ, ସବୁ ଚାଷର ଗୋଟେ ଟାଇମ୍ ଥାଏ। ଆମର ଆଳୁ ଚାଷଟା ଆରମ୍ଭ ହୁଏ ପ୍ରାୟତଃ ଆମେ ଅକ୍ଟୋବର ଲାଷ୍ଟ ସୁଦ୍ଧା ବିହନ ଲଗେଇବା ଆରମ୍ଭ କରୁ। 15 ଦିନ ଆଗରୁ ଜମି ତିଆରି କରିବା ପାଇଁ ପଡ଼େ। ତେଣୁକରି 15 ଦିନ ଯେତେବେଳେ ଆମକୁ କମିଟମେଣ୍ଟ ମିଳିଲା ଯେ ଆଳୁଟା ଜଲ୍ଦି ଏଥର ଆସିବ, ସମସ୍ତେ ରେଡି ହେଇକି ରହିଲେ ଏବଂ ଜମିକୁ ଚାଷ ସାର ପାଣି କୋଡ଼ା କୋଡ଼ି କରିକି ତାକୁ ରେଡି କରିକି ରଖିଲେ। ଗୋଟେ ଏକରରେ ପାଖାପାଖି 15,000 20,000 ଟଙ୍କା ସେମାନେ ଖର୍ଚ୍ଚ କଲେ, କିନ୍ତୁ ଟାଇମ୍ରେ ଆମକୁ ଆଳୁ ମିଳିଲାନି। କ'ଣ ପାଇଁ ମିଳିଲାନି ଆମେ ତ ଜାଣିନୁ, କିନ୍ତୁ ଫଲୋ ଅପ୍ କଲା ପରେ 15 ଦିନ ଡିଲେ ହେଇକିରି ଆମକୁ ଆଳୁ ବିହନଟା ମିଳିଲା। ଦେଖନ୍ତୁ, ସେତେବେଳକୁ 15 ଦିନରୁ ଗଲା ଟଙ୍କା, ପୁଣି ଆଉଥରେ ଆମକୁ ସେ ପାଣି ମଡ଼େଇବା, ପୁଣି ସେଇ ସାର ଦେବା, ପୁଣି କୋଡ଼ିବା, ମଜୁରୀ କରିବା, ସେ ସବୁ ଡବଲ ଖର୍ଚ୍ଚ ଆମକୁ ହେଲା। ତେଣୁକରି ଏବେ ତ ଆଳୁ ମିଳିଛି, କିନ୍ତୁ ଆମକୁ ବାଧ୍ୟ ହେଇକିରି ଦୁଇଟା ଜିନିଷ, ଗୋଟେ ଆମେ ମାର୍କେଟରୁ ଆଳୁ କିଣିଲେ 30-35 ଟଙ୍କା ଲେଖା, ଆଉ ତା ପାଇଁ ଆମକୁ ସରକାରୀ ସହାୟତା କିଛି ମିଳିବନି। ଦ୍ୱିତୀୟତଃ କମ୍ ଆଳୁ ବିହନ ଯୋଉଟା ଆମ ପାଖକୁ ଆସିଲା, ତା ପାଇଁ ଯେତିକି ସବସିଡି ମିଳିବ ବହୁତ କମ୍, ଏବଂ ପ୍ରତ୍ୟେକ ଅଧାରୁ ଅଧିକ ଚାଷୀ ସେଥିରୁ ବଞ୍ଚିତ ହେବେ ସରକାରୀ ସହାୟତା। ମନୋଜ କୁମାର ଭୂୟାଙ୍କ ରିପୋର୍ଟ, BE ନ୍ୟୁଜ୍ ଓଡ଼ିଶା।